ଆସନ୍ତୁ ଶୁଣିବା ଗଳ୍ପ ଈଶ୍ୱର ବିଶ୍ୱାସ। ମୂଳ ହିନ୍ଦୀ ଭୋଲା ୟାମିନୀ, ରୂପାନ୍ତର ଶରତ କୁମାର ରାଉତ। ବହୁ ପୁରୁଣା ଯୁଗର କଥା। କୌଣସି ଏକ ନଗରୀରେ ଏକ ଭିକାରୀ ରହୁଥିଲା। ସକାଳ ହେବା କ୍ଷଣି ନିଜର ନିତ୍ୟକର୍ମ ସାରି ଚିତା ଚନ୍ଦନ ଲଗାଇ ବାହାରି ଯାଉଥିଲା। ସେ ପ୍ରତ୍ୟେକଙ୍କ ଘର ଦୁଆର ପାଖରେ ପହଞ୍ଚି ଥରେ ମାତ୍ର କହୁଥିଲା, ଦେବାବାଲା ଭଗବାନ, ଆମେ ସବୁ ତାଙ୍କ ସନ୍ତାନ। ଭିକାରୀର ନାମ ଥିଲା କୃପାଳ। ତାକୁ ଯାହା କିଛି ମିଳିଯାଏ ସେଥିରେ ସେ ଖୁସି ହେଉଥିଲା। ତାର ଜଣେ ସାଙ୍ଗ ଜଗନ୍ନାଥ ମଧ୍ୟ ଭିକାରୀ। ସେ ପ୍ରତ୍ୟେକଙ୍କ ଘର ପାଖରେ ପହଞ୍ଚି କହୁଥିଲା, ଦେବାବାଲା ମହାରାଜ, ଆଜିର ଭୋଜନ ସେ ହିଁ ଦେବେ। କୃପାଳ ଓ ଜଗନ୍ନାଥ ଭିକ ମାଗିବାକୁ ରାଜାଙ୍କ ମହଲକୁ ବି ଯାଉଥିଲେ। ରାଜା ଅଧିକାଂଶ ସମୟରେ ଏଇ ଦୁଇ ଜଣଙ୍କର ଡାକ ଶୁଣନ୍ତି ଆଉ ସେମାନଙ୍କୁ ଭିକ ଦିଅନ୍ତି। କିନ୍ତୁ ସେ ଭାବନ୍ତି, ଏଇ ଦୁଇ ଭିକାରୀଙ୍କ କଥାରେ କେତେ ସତ୍ୟତା ଅଛି? କାହା କଥା ସତ୍ୟ? ମଣିଷକୁ ସବୁକିଛି ଦେବା ଭଗବାନଙ୍କ ହାତରେ ନା ରାଜାଙ୍କ ହାତରେ? ଦିନେ ମହାରାଜା ଏକ ଉପାୟ ବାହାର କଲେ। ସେ ଏକ ବଡ଼ ଅମୃତ ଭଣ୍ଡା ଆଣିଲେ। ସେଥିରୁ ଖଣ୍ଡେ ଛୋଟ କାଟି ତା ଭିତରେ ଏକ ସ୍ୱର୍ଣ୍ଣ ମୁଦ୍ରା ପୁରାଇ ଦେଲେ। କଟା ଛୋଟ ଖଣ୍ଡକୁ ପୂର୍ବ ପରି ଅମୃତ ଭଣ୍ଡାରେ ଯୋଡ଼ିଦେଲେ। ସେତିକିବେଳେ କୃପାଳ ଭିକ୍ଷା ପାଇଁ ସେଠାରେ ପହଞ୍ଚିଲା। ରାଜା ତାକୁ ଡାଲି ଚାଉଳ ଦେଇ ବିଦା କଲେ। ପରେ ପରେ ଜଗନ୍ନାଥ ଖଞ୍ଜଣି ବଜାଇ ବଜାଇ ରାଜନହରକୁ ଆସିଲା ଓ ଡାକ ଦେଲା, ଦେଲାବାଲା ମହାରାଜ, ଆଜିର ଭୋଜନ ସେ ହିଁ ଦେବେ। ମହାରାଜା ତାକୁ ପାଖକୁ ଡକାଇ ସ୍ୱର୍ଣ୍ଣ ମୁଦ୍ରା ଥିବା ଅମୃତ ଭଣ୍ଡାକୁ ଭିକ୍ଷା ଥାଳରେ ଭିକ୍ଷା ଆକାରରେ ଦେଲେ। ଜଗନ୍ନାଥ ସେହି ଅମୃତ ଭଣ୍ଡାକୁ ନିଜେ ନ ଖାଇ 2 ଅଣାରେ ଜଣେ ପରିବା ଦୋକାନୀକୁ ବିକିଦେଲା। ମିଳିଥିବା ପଇସାରେ ସେ ନିଜର ଭୋଜନ ଯୋଗାଡ଼ କରିନେଲା। ସେ ଜାଣିଥିଲା ଅମୃତ ଭଣ୍ଡା ତାର କୌଣସି କାମରେ ଆସିବ ନାହିଁ। ଏହାର କିଛି ସମୟ ପରେ କୃପାଳ ସେହି ପରିବା ଦୋକାନ ପାଖରେ ପହଞ୍ଚିଲା। ସ୍ୱାଭାବିକ ଭାବରେ ସେ ଭିକ୍ଷା ମାଗିଲା। ପରିବା ଦୋକାନୀ ସେହି ଅମୃତ ଭଣ୍ଡାକୁ ତା ହାତରେ ଭିକ୍ଷା ସ୍ୱରୂପ ଦେଇଦେଲା। କୃପାଳ ତାର ମଙ୍ଗଳ ମନାସି ଫେରିଆସିଲା। ନିଜ ଘରେ ପହଞ୍ଚି କୃପାଳ ସେହି ଅମୃତ ଭଣ୍ଡାକୁ କାଟିଲା ବେଳେ ତହିଁରୁ ସ୍ୱର୍ଣ୍ଣ ମୁଦ୍ରାଟିଏ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ସଙ୍ଗେ ସଙ୍ଗେ ସେ ସ୍ୱର୍ଣ୍ଣ ମୁଦ୍ରାଟିକୁ ଧରି ପରିବା ଦୋକାନୀ ପାଖରେ ପହଞ୍ଚିଲା। ତାକୁ ସ୍ୱର୍ଣ୍ଣ ମୁଦ୍ରାଟି ଧରାଇ ଦେଇ କହିଲା, ଭାଇ, ଏହା ତୁମେ ମୋତେ ଭିକ୍ଷାରେ ଦେଇଥିବା ଅମୃତ ଭଣ୍ଡା ଭିତରୁ ବାହାରିଲା। ଏଥିରେ ମୋର କୌଣସି ସମ୍ପର୍କ ନାହିଁ। ଏଇଟା ତୁମ ଧନ, ତୁମେ ରଖ। ପରିବା ଦୋକାନୀ ମଧ୍ୟ ସଚ୍ଚୋଟ ଥିଲା। ସେ କହିଲା, ଏହି ଅମୃତ ଭଣ୍ଡା ମୋତେ ଜଗନ୍ନାଥ ବିକିଥିଲା, ତେଣୁ ଏହି ସ୍ୱର୍ଣ୍ଣ ମୁଦ୍ରାଟି ନିଶ୍ଚୟ ତାର ହବ। ଦୁହେଁ ଜଗନ୍ନାଥ ପାଖରେ ପହଞ୍ଚିବା ପରେ ଜଗନ୍ନାଥ କହିଲା, ସେ ଅମୃତ ଭଣ୍ଡାକୁ ମୋତେ ମହାରାଜା ଭିକ୍ଷାରେ ଦେଇଥିଲେ। ଏଥର 3 ଜଣ ଯାକ ମିଶି ମହାରାଜାଙ୍କ ପାଖରେ ପହଞ୍ଚିଲେ। ରାଜା ଏମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ। ସମ୍ପୂର୍ଣ୍ଣ କାହାଣୀ ଶୁଣି ମହାରାଜାଙ୍କୁ ବିଶ୍ୱାସ ଆସିଗଲା ଯେ ମଣିଷ କେବଳ ଈଶ୍ୱରଙ୍କ ଉପରେ ହିଁ ବିଶ୍ୱାସ କରିବା ଉଚିତ। କାରଣ ଆମ ସମସ୍ତଙ୍କୁ ସବୁକିଛି ଭଗବାନ ହିଁ ଦେଉଛନ୍ତି। ମହାରାଜା ସମସ୍ତଙ୍କୁ ଯଥାଯୋଗ୍ୟ ଉପହାର ଦେଇ ବିଦା କଲେ। ଆଉ ସେଦିନଠାରୁ କୃପାଳ ସହିତ ଜଗନ୍ନାଥ ମଧ୍ୟ କହିବାକୁ ଲାଗିଲା, ଦେବାବାଲା ଭଗବାନ ଆଉ ଆମେ ସବୁ ତାର ସନ୍ତାନ। ଶ୍ରୋତା ବନ୍ଧୁ, ଏ ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।